ବିଜୁ ଜନତା ଦଳ ଆମ ନିଜ ଘର। ତେଣୁ ବିଜୁ ଜନତା ଦଳ ଘରକୁ ଫେରିବା ପାଇଁ କାର୍ଯ୍ୟକ୍ରମ କରିବା ପାଇଁ ଆମେ ବଦ୍ଧପରିକର। ଦଳରୁ ଦୂରେଇ ଯାଇଥିଲେ ମଧ୍ୟ ବା 13 ବର୍ଷ ମୁଁ ଅଲଗା ରହିଥିଲେ ମଧ୍ୟ ଲୋକଙ୍କ ସହିତ ସମ୍ପର୍କ ରହିଥିଲା। ଲୋକଙ୍କ ସହିତ ସମ୍ପର୍କ ବିଭିନ୍ନ କାର୍ଯ୍ୟକ୍ରମରେ ମୁଁ ସାମିଲ ହେଉଥିଲି। ଲୋକଙ୍କ ସହିତ ବିଭିନ୍ନ ସ୍ପେଶିଆଲ ଫଙ୍କସନ୍ ଏବଂ ସାମାଜିକ କାର୍ଯ୍ୟକ୍ରମ ବିଭିନ୍ନ କାର୍ଯ୍ୟକ୍ରମରେ ମୁଁ ସାମିଲ ହେଉଥିଲି ଏବଂ ଗସ୍ତ କରୁଥିଲି। ବିଭିନ୍ନ ସମସ୍ୟା ନେଇକି ମଧ୍ୟ ଜିଲ୍ଲାପାଳ ଏସ୍ପିଙ୍କ ସହିତ ଏବଂ ବିଭିନ୍ନ ଅଫିସରଙ୍କ ସହିତ ମଧ୍ୟ ଆଲୋଚନା କରୁଥିଲି, ସାକ୍ଷାତ କରୁଥିଲି, କାମ କରୁଥିଲି। ତେଣୁ ସେପରି ଭାବରେ କିଛି ଅସୁବିଧା ନଥିଲା। ଦୂରେଇ ରହିବା ସେଠୁ କିଛି ଅସୁବିଧା ମଧ୍ୟ ନଥିଲା। ପାରିବାରିକ ସମସ୍ୟା ନେଇ ଦଳରୁ ମୁଁ ଦୂରେଇ ଯାଇଥିଲି। ତତ୍ପରେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ଯୋଗ ଦେବା ପାଇଁ ମୁଁ ନବୀନ ବାବୁଙ୍କୁ 2024 ନିର୍ବାଚନ ପରେ ସାଙ୍ଗେ ସାଙ୍ଗେ ଆସିକି ମୁଁ ସାକ୍ଷାତ କରିଥିଲି। ନବୀନ ବାବୁଙ୍କୁ ମଧ୍ୟ ଅନୁରୋଧ କରିଥିଲି। ସେ ମଧ୍ୟ କହିଥିଲେ ହଉ ରଘୁ ବାବୁ ଏ ବିଷୟରେ ଚିନ୍ତା କରିବା, ଏ ବିଷୟରେ ନିଷ୍ପତ୍ତି ନେବା। ଆଜି ସେ ନିଷ୍ପତ୍ତି ନେଲେ। ନିଷ୍ପତ୍ତି ନେଇସାରିଲା ପରେ ମୋତେ ଜଣେଇଲେ ଏବଂ ବିଧିବଦ୍ଧ ଭାବରେ ଆଜି ବିଜୁ ଜନତା ଦଳରେ ସେ ନିର୍ଦ୍ଦେଶ ଦେଲେ ଦଳକୁ ମଜବୁତ କର। ବାଲେଶ୍ୱର ଜିଲ୍ଲାରେ କିପରି ଭାବରେ ଦଳ ମଜବୁତ ହେବ, ସଂଗଠିତ ହୋଇପାରିବ ଏବଂ ଯେଉଁ 8ଟା ନିର୍ବାଚନ ମଣ୍ଡଳୀ ଅଛି 8ଟା ନିର୍ବାଚନ ମଣ୍ଡଳୀରେ କିପରି ଭାବରେ ଦଳକୁ ଅଧିକ ସଂଗଠିତ କରାଯାଇପାରିବ, ଦଳ ମଜବୁତ ହେବ ଏବଂ 29 ମସିହାରେ କିପରି ଦଳ କ୍ଷମତାକୁ ଫେରିବ ସେ ବିଷୟରେ କାର୍ଯ୍ୟ କରିବ।